ମୋ ନାଁ ଡକ୍ଟର ଗାୟତ୍ରୀ ଦେବୀ। ମୁଁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜୟପୁରରେ ସ୍ୱତନ୍ତ୍ର ସରକାରୀ ଓକିଲ ଅଛି। ଦେଖନ୍ତୁ 2022 ମସିହାରେ ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଥିବା ଗୋଟେ 6 ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ଆମ ମାନ୍ୟବର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୋଟେ ଐତିହାସିକ ରାୟ ଦେଇଛନ୍ତି। ସେ ଲକ୍ଷ୍ମୀପୁର ଥାନା ଅଞ୍ଚଳର ଭାଲୁମାର୍ଥା ଯେକି ଦୋଷୀ ତାକୁ ଆଇପିସିର ଧାରା 376 AB ଏବଂ ପୋକ୍ସୋ ଆଇନର ଧାରା 42 ଏବଂ 6 ରେ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆଇନର ଧାରା 6 ରେ ଆଜୀବନ କାରାଦଣ୍ଡ ମାନେ ରିମାଇଣ୍ଡର ଅଫ ପର୍ସନ୍ସ ନ୍ୟାଚୁରାଲ ଲାଇଫ ଜୀବନ ଥିବା ପର୍ଯ୍ୟନ୍ତ କାରାଦଣ୍ଡ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରୁଛନ୍ତି ଆଉ 50,000 ଟଙ୍କାରେ ଜରିମାନାରେ ଦଣ୍ଡିତ କରୁଛନ୍ତି। ଯଦି 50,000 ଜରିମାନା ଅନାଦାୟ ହେବ ଦୋଷୀକୁ ଆଉ 6 ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମାନ୍ୟବର କୋର୍ଟ ତାଙ୍କ ଜଜମେଣ୍ଟରେ ଦର୍ଶାଇଛନ୍ତି। ଆଉ ଘଟଣା ଏଭଳି ଅଛି ଯେ 6/2/2022 ଗୋଟେ 6 ବର୍ଷର ନାବାଳିକା ସେ ଭାଲୁମାର୍ଥାର ଘର ଦାଣ୍ଡ ଆଗରେ ଖେଳୁଥିଲା। ତ ସେତେବେଳେ ଭାଲୁମାର୍ଥା ତାକୁ ବଳପୂର୍ବକ ତା ଘରକୁ ଉଠେଇକି ନେଇଥିଲା ଆଉ ସେଠି ତାକୁ ଦୁଷ୍କର୍ମ କରିଥିଲା। ତାପରେ କଥା କାହାକୁ କହିଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ତାପରେ ପୀଡ଼ିତା ଘରକୁ ଫେରିଲା ପରେ ମାଆଙ୍କୁ ଘଟଣା ବିଷୟରେ କହିଥିଲେ। ତାପରେ ମା ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଥିଲେ। ତ ପୀଡ଼ିତାଙ୍କୁ ଏ କେସ୍ ବାବଦରେ 7 ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଅଦାଲତ ଦେବା ପାଇଁ ଅନୁକମ୍ପା ରାଶି ହିସାବରେ। ତ ଆମର କେସ୍ ଚାଲିଥିଲା ବେଳେ ବିଚାରଣା ଚାଲିଥିଲା ବେଳେ 3 ଲକ୍ଷ ଟଙ୍କା ଅଲରେଡି ଇଣ୍ଟରିମ୍ କମ୍ପନସେସନ ପାଇଯାଇଛନ୍ତି ପୀଡ଼ିତା ଆଉ ବଳକା 4 ଲକ୍ଷ ଟଙ୍କା ପାଇବେ। ଆଉ ଉକ୍ତ ମାମଲାରେ ଆମର ଯେ ତତ୍କାଳୀନ ଲକ୍ଷ୍ମୀପୁର ଥାନାର ଆଇଆଇସି ଥିଲେ ଶ୍ରୀମତୀ ଶ୍ୱେତପଦ୍ମା ସେଠ ସେ ଇନଭେଷ୍ଟିଗେସନ କରିଥିଲେ ଆଉ ଦୋଷୀ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲେ କୋର୍ଟରେ। ଆଉ ଭାଲୁମାର୍ଥାର ବୟସ ହେଉଛି 63 ବର୍ଷ। ଦେଖନ୍ତୁ ଆଜିକାଲି ତ ଆପଣ ଯେ ଶିଶୁମାନଙ୍କ ବିରୁଦ୍ଧରେ ଯୌନ ଦୁଷ୍କର୍ମ ଆଉ ଯୌନ ଶୋଷଣ ତ ବହୁତ ବଢି ଚାଲିଛି। କଣ ପାଇଁ? ଯେହେତୁ ଶିଶୁମାନେ ହଉଛନ୍ତି ସେମାନଙ୍କର ଇନୋସେନ୍ସର ଫାଇଦା ଉଠାଉଛନ୍ତି, ସେମାନେ କିଛି କହିପାରିବେନି ବୋଲି। ତ ସେଥିପାଇଁ ଆମର 2012 ମସିହାରେ ପୋକ୍ସୋ ଆଇନର ଆଇନ ଏନାକ୍ଟ ହେଇଥିଲା। ତ ସେ ଆଇନ ଅନୁସାରେ ତ ଆମର 1 ଇୟର ଭିତରେ କେସ୍ର ବିଚାରଣା ସରିକି ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ନିମନ୍ତେ ବ୍ୟବସ୍ଥା ଅଛି। କିନ୍ତୁ ମାନେ ଆମର ବାରମ୍ବାର ସଚେତନତା ହେଲେ ମଧ୍ୟ ଯେ ଏଇ ଯୋଉ ଦେଖନ୍ତୁ ଆପଣ ଦୋଷୀ ହଉଛି 63 ବର୍ଷର ଗୋଟେ ବୃଦ୍ଧ, ସେ 6 ବର୍ଷର ନାବାଳିକାକୁ ଯେତେବେଳେ ଦୁଷ୍କର୍ମ କରୁଛି ମାନେ ସେ ଗୋଟେ ଅଜା ବୟସର ଗୋଟେ ଲୋକଟା। ଆଉ ସେମାନଙ୍କର ଦାୟିତ୍ୱ ରହୁଛି ମାନେ ଶିଶୁମାନଙ୍କୁ କେମିତି ଆମେ ଯତ୍ନ ନେବା ଏଜ ଏ ଗାର୍ଡିଆନ। କିନ୍ତୁ ଏମାନଙ୍କର ଯୌନ ପିପାସା ଏତେ ମାନେ ବଢି ଯାଉଛି ଯେ ଛୋଟ ପିଲାମାନଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି। ମେନ୍ ପର୍ପୋଜ ହେଲା ଛୋଟ ପିଲା କିଛି କହିପାରିବେ ନାହିଁ। ତ ଏମାନଙ୍କୁ ଆମର କଠୋର ଦଣ୍ଡ ଦେବାଟା ଉଚିତ ରହିବ। ଏଇଟା ଗୋଟେ ମେସେଜ ହବ ସୋସାଇଟିକୁ କି ଶିଶୁ ବିରୁଦ୍ଧରେ ଯୌନ ଅପରାଧ କଲେ କେମିତି କଠୋର ଦଣ୍ଡ ପାଇବା ବୋଲିକି ରହିବ। ତ ଆମେ ମଧ୍ୟ ସଚେତନ ହେବା କଥା। ଆପଣ ମାନେ ମଧ୍ୟ ଏ ଯେ 4th ପିଲର ଅଫ ଦି ସରକାରଙ୍କ 4th ସ୍ତମ୍ଭ ହିସାବରେ ମିଡିଆର ରୋଲ ରହୁଛି ଆଉ ଆପଣ ମାନେ ବି ସଚେତନତା କରୁଛନ୍ତି। ତ ଯାହା ଫଳରେ ଆମର କେସ୍ ଗୁଡ଼ିକ ତ୍ୱରିତ ହେଇକି ନ୍ୟାୟ ପ୍ରଦାନ ଦିଆ ହଉଛି। ଆଉ ଏଥିପାଇଁ ମଧ୍ୟ ଆମର ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ଏବଂ ସ୍ପେଶାଲ ପୋକ୍ସୋ କୋର୍ଟ ଯାକ ଅଛି ମାନେ ଥ୍ରୁ ଆଉଟ୍ ଦି ନେସନ ହେଇଛି ଯୋଉ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ। ଆମର ବି ଦେଖନ୍ତୁ 2 ବର୍ଷ ବି ବହୁତ ଟାଇମ ନୁହଁ, କେସ୍ଟା ସରିଗଲା। ଆଉ ମୁଁ ଭାବୁଛି ଦୋଷୀକୁ ଠିକ ଦଣ୍ଡ ମିଳିଛି। ଆଉ ଆମେ ମଧ୍ୟ ଟିକେ ସଚେତନ ହେଇକି ଯଦି ଆମେ ବି ପ୍ୟାରେଣ୍ଟସ ହିସାବରେ ବି ଆମେ ଯଦି ଆମର ପିଲାମାନଙ୍କୁ ନିଜ ଦାୟିତ୍ୱରେ ରଖିବା ବୋଲି କହିଲେ ଆମର ବି ଦାୟିତ୍ୱ ରହିଛି ପ୍ୟାରେଣ୍ଟସ ହିସାବରେ। ଆମେ ପିଲାମାନଙ୍କୁ ବାହାରକୁ ଛାଡି ଦଉଛେ ତ ଏହାର ସୁଯୋଗ ନେଇକି ଆଉ ଏଇ ଯୋଉ ପୋକ୍ସୋ ଆକ୍ଟ ଯେତିକି ହଉଛି କେସ୍ ଯାକ ଯିଏ ଅପରାଧ କରୁଛି ସେ ହଉଛି ନିଜର ଜାଣିବା ଲୋକ। ଗୋଟେ ପିଲା ଶିଶୁର ଯାହା ଉପରେ ବିଶ୍ୱାସ ଥାଉଛି ଯାହାକୁ ଚିହ୍ନୁଛି ସେଇ ଲୋକ ହିଁ ଅପରାଧ ଯୋଉ ବେଶୀ କରୁଛନ୍ତି। ତ ଆମେ ବି ଟିକେ ଆୱାର ହେବା। ଆଉ ଯୋଉ ଅଧିକାରୀ ମାନେ ବି ଅଛନ୍ତି ସୁରକ୍ଷା ଦେବା ପାଇଁ ପୋକ୍ସୋ ଆଇନରେ କୋର୍ଟ ଛଡା ତ ଆମମାନଙ୍କୁ ମଧ୍ୟ ଏକ୍ସଟ୍ରା ରୋଲ ପ୍ଲେ କରିବାକୁ ପଡିବ। ଆପଣ ପୋକ୍ସୋ ଆଇନରେ ଆପଣଙ୍କର ମାନେ ଡେଟ୍ ଉପରେ ଡେଟ୍ ତ ସେଟା ଅଲଗା ମାନେ ଓଲ୍ଡ ସିଷ୍ଟମ, ସେଟା ସେଇ ସିଷ୍ଟମଟା ଉଠିଗଲାଣି। ଆପଣ ପୋକ୍ସୋ କେସ୍ ଯେତେବେଳେ ହେଲା ଗୋଟେ କଗ୍ନିଜେନ୍ସ ନିଆ ହେଇଯାଉଛି ତ ଆମର 1 ମନ୍ଥ ଭିତରେ ଆମର ଭିକ୍ଟିମର ଏଭିଡେନ୍ସ ରେକର୍ଡ କରିବାର ପ୍ରୋଭିଜନ ଅଛି। ଆଉ ଆମର ମାନ୍ୟବର ଅଦାଲତ ମଧ୍ୟ ଏତେ ତତ୍ପର ଅଛନ୍ତି ଯେ ମାନେ କେସର ଚାର୍ଜ ମାନେ ଫ୍ରେମ ହଉ ହଉ ଆମର ଭିକ୍ଟିମଟା
विटनेस टा आम कर दउछु ता बाद अन्य विटनेस मानकर भी देखा जो पुराना केस जो अच्छी बहुत पुराना केस जाके जो अच्छी कि विटनेस को आम आनी पारुना कौन पे बहुत पुराना हवा जो विटनेस कुआडे पळौचंती ट्रांसफर हो जाउचंती सेटा टिके प्रॉब्लम रहउची हमर तो ता बाद भी हमर एसपी कोऑपरेटिव अछंती एसपी सर तो हमर कोऑर्डिनेशन रे हमर केस हम चेष्टा करछु हम केते जल्दी हम विक्टिम मान को जस्टिस देबा आ से मानकर पेरेंट्स मान को हम जणाइबा को चाहूछु जे समस्त से मान को सहित अछंती आ जदि इनते घृण्य अपराध कले मानव सुप्रीम कोर्ट मध्ये राय दर्शाइचंती जो केस गुडी को आमे लेसर पनिशमेंट देबा कथा न नो लेनियंसी शुड बी गिवन टू दिस एक्यूज्ड पर्सन्स तो सोसाइटी गुड मैसेज हेबा कथा तो आमे भी सेटिके सचेतन हेले जाय कि आमे समस्त को आमे विक्टिम को जस्टिस दे पारिया जदि आमे हमर कथाटा चिंता करिया विक्टिम जस्टिस पाई परिबे नाही तो आम सरकारी आईन सेवा प्राधिकरण भी व्यवस्था अच्छी तो विक्टिम को आईन सेवा प्राधिकरण कंपनसेशन मिलूची बाद जो एडवोकेट दरकार सेटा भी दिया होची तो सब व्यवस्था अच्छी तो आमर जो चाइल्ड फ्रेंडली जो टेक्निक अच्छी से चाइल्ड फ्रेंडली टेक्निक रे आमर VWDC रे आमर प्रोसीजर टा होची प्रोसीडिंग जाक होची ट्रायल सेठी होची आमर तो जोठी के विक्टिम इसको सेफ फील करिवो जो छोट छुआटा आछी से कोर्ट प्रोसीजर सहित अडप्ट नथिवो ना देखले डरिवो तो आमर ए सिस्टम जाक पूरा माने मुझे धन्य मन करछि जेहेतु आमर जयपुर कोर्ट VWDC अच्छी विटनेस प्रोटेक्शन स्कीम अच्छी तापर वर्चुअल कोर्ट अच्छी सब अच्छी आमर तो आम टिके सचेतन होती जब आम टिके चेष्टा करवा केमती आम केस को सारिबा तो आम निश्चित भाव आम शिशु मान को सुरक्षा दे पारिबा। कोरापुट जिला जयपुर सहरर जेकोसी नुआ खबर जानिबा पई आम चैनल यूडी मीडिया को एबे ही लाइक शेयर फॉलो एंड सब्सक्राइब करंतु।